ଖରାଦିନେ ରକ୍ତର ଅଭାବ ଦେଖାଯାଉଛି। ଆପଣଙ୍କର ପକ୍ଷ ପାଳନ ସରକାର ଓଡ଼ିଶା ସରକାରଙ୍କ ପକ୍ଷ ପାଳନ ଅବସରରେ ଆମର ଏପ୍ରିଲ ମାସରେ ଭଲ ରକ୍ତ କଲେକ୍ସନ ହେଇଛି। 3769 ହେଇଛି। ତ ଏଇ ଉଦ୍ଦେଶ୍ୟରେ କୁହାଯାଉଛି ଯେ ବର୍ତ୍ତମାନ ଯେଉଁ ମିଟିଂ ହେଇଥିଲା ସେକ୍ରେଟାରୀଙ୍କର ଚେୟାରମ୍ୟାନସିପ୍ରେ, ସେକ୍ରେଟାରୀ ବି ଚାହୁଁଛନ୍ତି ଯେ ପ୍ରତି ମାସରେ ଗୋଟେ ଡେଜିଗ୍ନେଟେଡ୍ ଡେ କରନ୍ତୁ, ଯେଉଁଦିନ ଥ୍ରୁ ଆଉଟ୍ ଓଡ଼ିଶା କ୍ୟାମ୍ପ ହେବ, ତାକୁ ଆପଣ ମନିଟର କରିବେ, ଯାହାଫଳରେ କି ବ୍ଲଡ୍ କଲେକ୍ସନଟା ଇମ୍ପ୍ରୁଭ୍ କରିବ। କ୍ୟାଜୁଆଲି ଆମେ ନେବାନି, ଆମେ ସିରିୟସଲି ନେବା, ଆଉ କ୍ୟାମ୍ପ ମୋଡ଼ରେ କରିବା। ଥ୍ରୁ ଆଉଟ୍ ଦି ଷ୍ଟେଟ୍ ଗୋଟେ ଦିନ କ୍ୟାମ୍ପ କରାଯାଉ, ଯେଉଁଥିରେ କି ପ୍ରତି ମାସରେ ଗୋଟେ ଗୋଟେ କ୍ୟାମ୍ପ, ଯେଉଁଥିରେ କି ବଢ଼ିବ। ନାଇଁ, ଡିସିସନ୍ ହେଇନି। ଡିସିସନ୍ଟା ମୋ ଉପରେ ଛାଡ଼ି ଦେଇଛନ୍ତି। ମୁଁ ଡିସାଇଡ୍ କରିବି କ'ଣ କରିବି, ତାପରେ ଭିସିରେ ସମସ୍ତଙ୍କୁ ଜଣାଯିବ। ଏବେ ଏଇଟା ଗୋଟେ 2 ଦିନ ଭିତରେ ଆମର ନିଷ୍ପତ୍ତି ହେଇଯିବ। ହେଲା ପରେ ଆମେ ଭିସି କରିକି ସମସ୍ତଙ୍କୁ ଜଣେଇ ଦେବୁ। ସେଇଦିନ କ୍ୟାମ୍ପ ହେବ। ନମ୍ବର 2 ହେଲା ଆମର ପ୍ରତି ବ୍ଲଡ୍ ସେଣ୍ଟରରେ ଗୋଟେ 2ଟା କମିଟି ଅଛି। ଆମର ଯେଉଁ ମୋଟିଭେସନାଲ କମିଟି, ଯେଉଁଥିରେ କି ଆମର ମେମ୍ବର ମାନେ NGO ମେମ୍ବର୍ସ ଆଉ ରେଡ୍କ୍ରସ୍ ଆଉ ଅନ୍ୟ ଯେଉଁ ଭଲେଣ୍ଟିୟର ଅର୍ଗାନାଇଜେସନ୍ସ ମାନେ ମିଟ୍ କରୁଛନ୍ତି, ସେମାନଙ୍କର ମିଟିଂରେ ଡିସାଇଡ୍ କରୁଛନ୍ତି କେବେ କ୍ୟାମ୍ପ କରିବା। ପ୍ରତି ମାସ ଗୋଟେ କ୍ୟାମ୍ପ ପ୍ରୋଗ୍ରାମ କରିବେ। ପ୍ରତି ବ୍ଲଡ୍ ବ୍ୟାଙ୍କ କ୍ୟାମ୍ପ ଡେଟ୍ ଫିକ୍ସ କରିବେ, ଆଉ କେଉଁ କ୍ୟାମ୍ପରେ କେତେ କେସ୍ ହେବ ସେ ଅନୁସାରେ ସେମାନେ ଆମକୁ ଜଣେଇବେ ବାଇ ମେଲ୍, ଯାହାଫଳରେ କି ଆମେ ତାକୁ ଅବଜର୍ଭ କରିବୁ, ତାକୁ ଫଲୋ ଅପ୍ କରିବୁ। ସେଦିନ କ୍ୟାମ୍ପ ହେଉଛି ନା ନାହିଁ ଦେଖିବୁ, କେଉଁ NGO ସେଥିରେ ଇନଭଲ୍ଭମେଣ୍ଟ ଅଛି ଦେଖିବୁ, ଆଉ ତାକୁ ବି ଆମେ ରିମୋଟ୍ ଆମେ ଏଇଠୁ ବି କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିବୁ। ସେମାନେ ପ୍ରତି ମାସ କରିବେ? ପ୍ରତି ମାସରେ କ୍ୟାମ୍ପ ସେମାନେ ପ୍ରୋଗ୍ରାମ କରିବେ, ଆମକୁ ଜଣେଇବେ। ଯେମିତି ଆଡଭାନ୍ସ ଟୁର୍ ପ୍ରୋଗ୍ରାମ ହେଉଛି, ସେମିତି ଗୋଟେ କ୍ୟାମ୍ପ ପ୍ରୋଗ୍ରାମ ହେବ ପ୍ରତି ମାସରେ। କ୍ୟାମ୍ପ ପ୍ରୋଗ୍ରାମରେ କେଉଁ କ୍ୟାମ୍ପରେ କେଉଁ NGO ଭାଇମାନେ ବା ଆମର SSG କିମ୍ବା ଅନ୍ୟ ଭଲେଣ୍ଟିୟର ଅର୍ଗାନାଇଜେସନ୍ କ୍ୟାମ୍ପ ଦେବେ, କେତେ କେସ୍ ଦେବେ, ସେଇଟା ବି ଆମକୁ ଜଣେଇବେ। ସେ ସାର୍, ଆଜି ଯେଉଁ ନିଷ୍ପତ୍ତି ହେଇଛି, ଯେଉଁ ବୈଠକ ବସିଥିଲା, ଆପଣ ଯେଉଁ ନିଷ୍ପତ୍ତି ନେଲେ ଯେ ପ୍ରତି ମାସର ଗୋଟେ ନିର୍ଦ୍ଧାରିତ ତାରିଖରେ ସେଇଟା ମାସ୍ କ୍ୟାମ୍ପ ହେବ। ସବୁ ଜିଲ୍ଲାରେ ହେବ ନା ବ୍ଲକ ସ୍ତରରେ କେମିତି? ସବୁଠି ହେବ, ସବୁ ବ୍ଲଡ୍ ବ୍ୟାଙ୍କରେ ହେବ। ସବୁ ବ୍ଲଡ୍ ବ୍ୟାଙ୍କରେ ଆପଣ ସବ୍ ଡିଭିଜନ ଲେଭେଲରେ କୁହନ୍ତୁ, ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ଲେଭେଲରେ କୁହନ୍ତୁ, ମେଡିକାଲ କଲେଜର କ୍ୟାମ୍ପ କୁହନ୍ତୁ, ଯେଉଁ ଯେତିକି ବ୍ଲଡ୍ ବ୍ୟାଙ୍କ ଆମର 55 ଅଛି, ବର୍ତ୍ତମାନ 57 ହେଲାଣି, ସବୁ ବ୍ଲଡ୍ ବ୍ୟାଙ୍କରେ କ୍ୟାମ୍ପ ହେବ। ତାକୁ ଛାଡ଼ିକିରି ଆମର ଯେଉଁ ଟ୍ୱିନ୍ ସିଟି ଅଛି, କଟକ ଭୁବନେଶ୍ୱର ପାଇଁ ଆମର ଗୋଟେ ସ୍ପେଶାଲ ପ୍ଲାନିଂ କରିଛୁ। ସେଇଠି ଆମେ କମିଶନରେଟ୍ ପୋଲିସକୁ ଇନଭଲ୍ଭମେଣ୍ଟ କରିବୁ, ଆଉ ଯେତିକି ବ୍ୟାଙ୍କ ଅଛନ୍ତି, HDFC ବ୍ୟାଙ୍କର ଗୋଟେ ଗ୍ରୁପ୍ ଅଛନ୍ତି, ତାଙ୍କୁ ଇନଭଲ୍ଭମେଣ୍ଟ କରିବୁ। ସେମାନେ ଗୋଟେ କ୍ୟାମ୍ପ କରିବେ। ଷ୍ଟେଟ୍ ବ୍ୟାଙ୍କ ଗ୍ରୁପ୍ କରିବେ, ଆଉ ଆମର ରିଜର୍ଭ ବ୍ୟାଙ୍କ କରିବ। ଏମିତିକା ପ୍ରତି ଗ୍ରୁପ୍, ତା ସହିତ ବିଭିନ୍ନ ଯେଉଁ ଇଞ୍ଜିନିୟରିଂ କଲେଜ ଅଛି, ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ ମାନଙ୍କ ସହିତ ମିଟ୍ କରିକି ତାଙ୍କ ସହିତ ଗୋଟେ କ୍ୟାମ୍ପ ଆରେଞ୍ଜମେଣ୍ଟ କରିବୁ। ଏଇଟା କେବଳ ପ୍ରୋଗ୍ରାମ ବର୍ଷ ସାରା। ଇଟ୍ ଇଜ୍ ଏ ପ୍ରୋଗ୍ରାମ ଥ୍ରୁ ଆଉଟ୍ ଦି ଇୟର। ବାର ଆମେ କରିବୁ, 12ରେ କରିବୁ, ଆଉ ସେ 12 ଯଦି ଛୁଟି ପଡ଼ିବ ନେକ୍ସଟ ଡେରେ ହେବ। କରିନି, ଏବେ ତ ମିଟିଂରୁ ମୁଁ ଆସିଲି। ଆମେ ଭାବୁଛୁ ସେକେଣ୍ଡ ୱିକ୍ରେ, ପ୍ରତି ମାସର ସେକେଣ୍ଡ ୱିକ୍ରେ ମଙ୍ଗଳବାର ଦିନ କରିବୁ ବୋଲି ଭାବିଛୁ। ସାର୍, ଏଇ ଯେଉଁ କହିଲେ ମେ 8 ସୁଦ୍ଧା ଜଣେଇବେ ଭଲେଣ୍ଟିୟର, ସେଟା କ'ଣ ଜଣେଇବେ? ମେ 8 ସୁଦ୍ଧା ଯେଉଁ କହିଲେ, ଯେଉଁ ମୋଟିଭେସନାଲ କମିଟି ଯେଉଁ ଅଛି, ଯେଉଁ ଜଣେଇବେ? ନାଇଁ, ମୋଟିଭେସନାଲ କମିଟି ତ ସେମାନେ ପ୍ରତି ମାସରେ ଗୋଟେ ମିଟିଂ କରୁଛନ୍ତି, ତା ସହିତ କ୍ୟାମ୍ପ ପ୍ରୋଗ୍ରାମ କରୁଛନ୍ତି। ତାକୁ ଆଗେ ଷ୍ଟିକ୍ କରିବାକୁ ପଡ଼ିବ, ଆମକୁ ଫଲୋ ଅପ୍ କରିବାକୁ ପଡ଼ିବ। ଓଡ଼ିଶା ରାଜ୍ୟରେ ନା ଗଭର୍ଣ୍ଣମେଣ୍ଟ, ହଁ, ଆଉ ସବୁ ମିଶେଇକିରି ଆପଣଙ୍କର 99 ହେଇଛି। ପ୍ରାଇଭେଟ ବ୍ଲଡ୍ ବ୍ୟାଙ୍କ, ତାପରେ ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ, ଗଭର୍ଣ୍ଣମେଣ୍ଟ ବ୍ଲଡ୍ ବ୍ୟାଙ୍କ,
गवर्नमेंट ऑफ इंडिया रो टेकअप ब्लड बैंक से सब मिसेगी ଏଥିରେ କିଛି ଟାର୍ଗେଟ ରଖାଯାଇଛି ଯେ ଏଇ ଯୋଉ ଗୋଟେ ଦିନ ମାସର ହବ ସେଥିରୁ କେତେ ବ୍ଲଡ ସଂଗ୍ରହ କରାଯିବ ସେମାନେ टार्गेट तो देबे ସେମାନେ एक्चुअली एनजीओ सहित कथा हेबे जो एनजीओटा सेदिन कैंप रे मोटिवेट करी आनिमो सी केते केस आनी परिवो ताको हमको जणेबे।